रजरे घर को नानी आसला और से कहला आज मु अति कम समय मात्र 10 मिनिट भितर सुजी रे गोटे बहुत स्वादिष्ट जिनस बनई खुआबी। मु कहली हौ जदि एति कम समय बनइबू ताहले मु आम यूट्यूबर सांग सह शेयर करदेवी। ताहले चलंतु देखिबा नानी हाथ तियारी स्पेशल सुजी काकरा। आपण आगु बहुत थर सुजी काकरा बनई खाइथिबे किंतु एही नुआ उपाय बनइले ना बहुत कम समय रे एकदम स्वादिष्ट काकरा प्रस्तुत होई जिवो। ଏହି ଭିଡ଼ିଓରେ ମୁଁ ସବୁ ଟିପ୍ସ ଆଉ ଟ୍ରିକ୍ସ ସେୟାର କରିବି, ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ନମସ୍କାର, ଦୀପାଞ୍ଜଳି ସ୍ନାକ୍ ସୂତ୍ର ଚ୍ୟାନେଲକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଚାଲନ୍ତୁ ଆରମ୍ଭ କରିବା ଆଜିର ସ୍ୱାଦିଷ୍ଟ ସୁଜି କାକରା ରେସିପି। ପ୍ରଥମେ ଏଠି କଢ଼େଇ ଗରମ କରି ସେଥିରେ 2 ଚାମଚ ଘିଅ ଦେବା। ଘିଅଟା ଭଲ ଭାବରେ ଗରମ ହୋଇଗଲେ ସେଥିରେ ପାଖାପାଖି 200 ଗ୍ରାମ ଗୁଡ଼ ପକାଇଦେବା। ଏବେ ସେଥିରେ ଆଗରୁ ଛେଚିକି ରଖିଥିବା ଗୁଜୁରାତି, ଗୋଲମରିଚ ଓ ଅଦା ଛେଚାକୁ ଦେବା। ଆମେ ଏଠି 2ଟି ଗୁଜୁରାତି, 2ଟି ଗୋଲମରିଚ ଓ 1 ଇଞ୍ଚର ଅଦା ନେଇଛୁ। ଏହାପରେ ସେଥିରେ ରଖିଥିବା ଫାଳେ ନଡ଼ିଆ କୋରାକୁ ଦେଇଦେବା। ଏବେ ଏହି ନଡ଼ିଆ କୋରାକୁ ଗୁଡ଼ ଘିଅ ସହ ଭଲ ଭାବରେ ମିଶାଇ ନେବା। ଆଉ ଦେଖନ୍ତୁ ଏବେ ନଡ଼ିଆ କୋରାକୁ ଗୁଡ଼ ଘିଅ ସହ ଭଲ ଭାବରେ ମିଶାଇ ନେବା। କିଛି ସମୟ ଏହିପରି ଭାଜିଲା ପରେ ଗୁଡ଼ ନଡ଼ିଆ ମିଶି କେତେ ସୁନ୍ଦର ବ୍ରାଉନ ରଙ୍ଗର ଟେକ୍ସଚର ଆସିଯାଇଛି। ଏହି ପର୍ଯ୍ୟାୟରେ ଏହାର ସୁଗନ୍ଧ ମଧ୍ୟ ବହୁତ ଭଲ ଆସିଥାଏ। ଏବେ ସେଥିରେ ଫାଳେ ଛେନାକୁ ଏହିପରି ଖଣ୍ଡ ଖଣ୍ଡ କରି ପକାଇଦେବା, ଯାହାଫଳରେ ପୁର ଭିତରେ ଏହାର ଟେକ୍ସଚର ବହୁତ ଭଲ ଆସିବ। ଏବେ ଗୁଡ଼, ନଡ଼ିଆ ଓ ଛେନାକୁ ଭଲ ଭାବରେ ମିଶାଇ ନେବା। ଏହି ସମୟରେ ଆଞ୍ଚକୁ ମଧ୍ୟମ ରଖିବେ ଆଉ ଲଗାତାର ଗୋଳେଇବେ, ନହେଲେ ତଳେ ଲାଗିଯିବାର ସମ୍ଭାବନା ଥାଏ। ଦେଖନ୍ତୁ ଧୀରେ ଧୀରେ ଛେନାରୁ ପାଣି ବାହାରିବା ଆରମ୍ଭ ହୋଇଯାଇଛି। ସେଥିପାଇଁ ଏହି ପୁରକୁ ଆଉ କିଛି ସମୟ ଭାଜିବାକୁ ପଡ଼ିବ। ପୁରଟିକୁ ସେହି ପର୍ଯ୍ୟନ୍ତ ଭାଜିବା ଯେପର୍ଯ୍ୟନ୍ତ ଏଥିରେ ଥିବା ସମସ୍ତ ପାଣି ଅଂଶ ଶୁଖି ନଯାଏ ଏବଂ ମିଶ୍ରଣଟି ଟିକେ ଶୁଖିଲା ଓ ଘନ ହୋଇଯାଏ। କିଛି ସମୟ ପରେ ଦେଖନ୍ତୁ ଗୁଡ଼, ନଡ଼ିଆ, ଛେନା ମିଶି ଗୋଟେ ସୁନ୍ଦର ରଙ୍ଗ ଆଉ ଟେକ୍ସଚର ଆସିଯାଇଛି। ଏହି ସମୟରେ ବହୁତ ବଢ଼ିଆ ବାସ୍ନା ମଧ୍ୟ ଆସୁଛି। ଯେତେବେଳେ ପୁରଟି କଢ଼େଇ ଛାଡ଼ିବା ଆରମ୍ଭ କରିବ ଏବଂ ହାତରେ ନେଲେ ସହଜରେ ଗୁଳା ହୋଇଯିବ, ସେତେବେଳେ ବୁଝିବେ ଆମ କାକରା ପାଇଁ ସ୍ୱାଦିଷ୍ଟ ପୁର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଏବେ ଚାଲନ୍ତୁ ନେକ୍ସଟ ଷ୍ଟେପକୁ ଯିବା। ସେଇ କଢ଼େଇରେ ପାଖାପାଖି 2.5 ଗ୍ଲାସ ପାଣି ନେବା। ଏବେ ସେଥିରେ 2ରୁ 3 ଚାମଚ ଗୁଡ଼ ଦେବା। ଏହାପରେ ଅଧା ଛୋଟ ଚାମଚ ଲୁଣ ଦେବା। ଲୁଣ ବହୁତ କମ୍ ପରିମାଣରେ ଦେବା। ଏବେ ସବୁକିଛିକୁ ଭଲ ଭାବରେ ମିଶାଇ ନେବା। ଏବେ ତାପରେ ସେଥିରେ 1ରୁ 2 ଚାମଚ ଘିଅ ଦେବା। ଘିଅ ଦେବା ଦ୍ୱାରା ଯନ୍ତଣୀ ବହୁତ ନରମ ହୋଇଥାଏ। ସେଥିରେ ପାଖାପାଖି 500 ଗ୍ରାମ ସୁଜିକୁ ଦେବା। ଏହିପରି ଧୀରେ ଧୀରେ ପକାଇବା। ସୁଜି ପକାଇବା ସମୟରେ ଗୋଟେ ହାତରେ ସୁଜି ଦେଉଥିବେ ଆଉ ଅନ୍ୟ ହାତରେ ଲଗାତାର ଗୋଳଉଥିବେ। ଏହାଦ୍ୱାରା ସୁଜିରେ ଗୋଟା ହେବ ନାହିଁ, ଯନ୍ତଣୀ ଏକଦମ ମସୃଣ ହୋଇ ପ୍ରସ୍ତୁତ ହେବ। ସବୁ ସୁଜି ଦେଇ ସାରିଲା ପରେ ଭଲ ଭାବରେ ମିଶାଇ ନେବା। ଦେଖନ୍ତୁ ଧୀରେ ଧୀରେ ସୁଜି ପାଣିକୁ ଶୋଷିବା ଆରମ୍ଭ କରିଛି ଏବଂ ମିଶ୍ରଣଟି ଘନ ହୋଇ ଆସୁଛି। ଏହି ସମୟରେ ଫ୍ଲେମ୍କୁ କମ୍ ରଖି ଲଗାତାର ଗୋଳାଇବେ, ଯାହାଫଳରେ ତଳେ ଲାଗିବ ନାହିଁ ଏବଂ ସୁଜି ସମାନ ଭାବରେ ସିଝିବ। କିଛି ସମୟ ପରେ ଦେଖନ୍ତୁ ସୁଜିଟି ଏକାଠି ହୋଇ ଆସୁଛି ଏବଂ କଢ଼େଇ ଛାଡ଼ିବା ଆରମ୍ଭ କରୁଛି। ଏହି ଅବସ୍ଥାରେ ଆମ ଯନ୍ତଣୀ ପ୍ରାୟ ପ୍ରସ୍ତୁତ ହୋଇଯାଇଛି। ଏବେ ଏହାକୁ 2ରୁ 3 ମିନିଟ୍ ଆଉ ଭଲ ଭାବରେ ଗୋଳାଇ ନେବା, ଯାହାଫଳରେ ସୁଜି ସମ୍ପୂର୍ଣ୍ଣ ସିଝିଯିବ ଏବଂ କାକରା ଖାଇଲା ବେଳେ ବହୁତ ନରମ ଓ ସ୍ୱାଦିଷ୍ଟ ଲାଗିବ। ଆଉ ଦେଖନ୍ତୁ ଆମର ଯନ୍ତଣୀଟି କେତେ ସୁନ୍ଦର ଭାବରେ ଡୋ ଭଳି ସେପ୍ ନେଇ ଆସିଛି। ଆଉ ସବୁଠୁ ଭଲ କଥା ହେଉଛି କଢ଼େଇରେ ଟିକେ ବି ଲାଗୁନି। ଏହାର ଅର୍ଥ ହେଉଛି ଯନ୍ତଣୀଟି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯାଇଛି। ଯଦି ଯନ୍ତଣୀ ବେଶୀ ନରମ ହୋଇଯାଏ ନା, ତାହେଲେ କାକରା ଗଢ଼ିଲା ବେଳେ ବହୁତ ଅସୁବିଧା ହେବ। ଆଉ ବେଶୀ ଶୁଖିଲା ହୋଇଗଲେ କାକରା ଫାଟି ଯାଇପାରେ। ସେଥିପାଇଁ ଏହିପରି ନରମ ଏବଂ ଡୋ ଭଳି ଟେକ୍ସଚର ଆସିବା ବହୁତ ଜରୁରୀ। ଏବେ ଚାଲନ୍ତୁ ଆମ ଯନ୍ତଣୀକୁ ଗଢ଼ିବା। ଏହିଭଳି ଭାବରେ ଚକଟି ଚକଟି ଗଢ଼ିବା। ପ୍ରଥମେ ଅଟା ଚକଟା ଗୋଲ କଲା ପରି ହାତରେ ଟିକେ ପାଣି କିମ୍ବା ତେଲ ଦେଇ ଗରମ ଗରମ ଯନ୍ତଣୀକୁ ଏମିତି ଗୋଲ ଗୋଲ ସେପ୍ରେ ବନେଇବା। ତାପରେ ଏହାକୁ ଗୋଟେ କପ୍ ସେପ୍ରେ ତିଆରି କରିବା, ଯେଉଁଥିରେ କି ଆମ ଛେନା ନଡ଼ିଆ ପୁର ରହିବ। ଏହିଭଳି କପ୍ ସେପ୍ରେ ତିଆରି କରିସାରିବା ପରେ 1ରୁ 1.5 ଚାମଚ ପାଖାପାଖି ନଡ଼ିଆ ଛେନା ପୁରକୁ ଭର୍ତ୍ତି କରିବା। ଅଧିକା ପୁର କେବେ ଦେବେନି, ନହେଲେ ପିଠା ଫାଟିବାର ଅଧିକା ଚାନ୍ସ ଥାଏ। ବି ଏହାର ଚାରିପଟୁ ଏହିଭଳି ଭାବରେ ଗୋଲ ଗୋଲ କରି ଭଲ ଭାବେ ସିଲ୍ କରି ଚିକଣ ଭାବେ ଗଢ଼ିବା। ଆଉ ଟିକେ ହାଲକା ପ୍ରେସ୍ କରି ଏମିତି ରଖିବା। ତ ଦେଖିପାରୁଥିବେ ପିଠାକୁ କେତେ ସୁନ୍ଦର ଭାବରେ ନାନୀ ଗଢ଼ି ସାରିଛି। ଠିକ୍ ସେହିପରି ଆପଣମାନେ ମଧ୍ୟ ଗଢ଼ନ୍ତୁ।
ଗୋଲ କରି ଗଢ଼ିବା ବେଳେ ଧ୍ୟାନ ରଖିବେ ଯେପରି କୌଣସି ଜାଗାରେ ଫାଟ ନ ଆସେ। ଯଦି କେଉଁଠି ଛୋଟ ଫାଟ ଦେଖାଯାଏ ସେ ଜାଗାକୁ ହାଲକା ଭାବରେ ହାତରେ ଘଷି ସମାନ କରିଦେବେ। ଏବେ ଯେତେବେଳେ ପିଠାଟି ସମ୍ପୂର୍ଣ୍ଣ ଗୋଲ ଚିକଣ ହୋଇଯିବ ସେତେବେଳେ ଦୁଇ ହାତ ମଝିରେ କିମ୍ବା ପାପୁଲିରେ ରଖି ହାଲକା ଭାବରେ ଏହିପରି ଚାପ ଦେବା। ବହୁତ ଜୋରରେ ଚାପ ଦେବେ ନାହିଁ, ନହେଲେ ପିଠା ଫାଟି ଯାଇପାରେ। କେବଳ ହାଲକା ଭାବରେ ଚାପି ଏହାକୁ କାକରାକୁ ସୁନ୍ଦର ଗୋଲାକାର ଆକାର ଦେବା। ଦେଖନ୍ତୁ ଏବେ ପିଠାଟି କେତେ ସୁନ୍ଦର ଚିକଣ ଓ ସମାନ ଆକାରର ଦେଖାଯାଉଛି। ଠିକ୍ ଏହିପରି ଭାବରେ ନାନୀ ସବୁ ପିଠାକୁ ଗଢ଼ି ଦେଉଛି। ଆପଣମାନେ ମଧ୍ୟ ଏହି ଉପାୟରେ ନିଶ୍ଚୟ ଗଢ଼ନ୍ତୁ। ଆପଣମାନେ ମଧ୍ୟ ଏହି ଉପାୟରେ ଗଢ଼ିବେ, ତାହେଲେ ଛାଣିଲା ବେଳେ ପିଠା ଫାଟିବ ନାହିଁ ଏବଂ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗିବ। ଚାଲନ୍ତୁ ଆମେ ଏହି ସୁନ୍ଦର ସୁନ୍ଦର କାକରା ପିଠାଗୁଡ଼ିକୁ ଛାଣିବା। ପ୍ରଥମେ କଢ଼େଇରେ ପର୍ଯ୍ୟାପ୍ତ ପରିମାଣର ତେଲ ଗରମ କରି ନେବା ଆଉ ମିଡ଼ିୟମ୍ ଫ୍ଲେମ୍ରେ ହିଁ ରଖିବା। ଏବେ ଗୋଟେ ଗୋଟେ କରି ବହୁତ ସାବଧାନ ସହିତ କାକରା ପିଠାଗୁଡ଼ିକୁ ତେଲ ଭିତରକୁ ଛାଡ଼ିବା। ପିଠା ପକାଇବା ସମୟରେ ଆଞ୍ଚକୁ ମଧ୍ୟମ ହିଁ ରଖିବେ, କାରଣ ଧୀରେ ଧୀରେ ଛାଣିଲେ ପିଠା ବାହାରୁ ସୁନ୍ଦର ରଙ୍ଗ ଧରିବ, ଭିତରୁ ମଧ୍ୟ ଭଲ ଭାବରେ ସିଝିବ। ପିଠାଗୁଡ଼ିକୁ ପକାଇ ସାଙ୍ଗେ ସାଙ୍ଗେ ବିଲକୁଲ ବି ଓଲଟେଇବେନି। କିଛି ସମୟ ସେହିପରି ରଖିବାକୁ ଦେବା, ଯାହାଫଳରେ ତଳ ପଟଟି ଭଲ ଭାବରେ ସେଟ୍ ହୋଇଯିବ। କିଛି ସମୟ ପରେ ଧୀରେ ଧୀରେ ଓଲଟାଇବା। ଦେଖନ୍ତୁ ଧୀରେ ଧୀରେ ପିଠାଗୁଡ଼ିକ ଫୁଲି ଆସୁଛି ଏବଂ ରଙ୍ଗ ମଧ୍ୟ ବଦଳିବା ଆରମ୍ଭ କରିଛି। ଯେତେବେଳେ ପିଠାଗୁଡ଼ିକ ଧୀରେ ଧୀରେ ଚାରିପଟୁ ସୁନ୍ଦର ଗୋଲ୍ଡେନ୍ ବ୍ରାଉନ୍ ରଙ୍ଗ ଧରିବା ଆରମ୍ଭ କରିବ, ସେତେବେଳେ ବୁଝିବେ ଆମର କାକରା ପ୍ରାୟ ପ୍ରସ୍ତୁତ ହୋଇଯାଇଛି। ଦେଖନ୍ତୁ ବାହାର ପଟଟି କେତେ ସୁନ୍ଦର ଭାବରେ ଫୁଲିଛି ଆଉ ଏକଦମ କ୍ରିସ୍ପି ଟେକ୍ସଚର ଦେଖାଯାଉଛି। ମଝି ମଝିରେ ଓଲଟାଇ ଦେଖୁଥିବେ। ଯଦି ସବୁ ପଟରେ ସମାନ ଭାବରେ ଏହି ସୁନେଲି ରଙ୍ଗ ଆସିଯାଇଛି ତାହେଲେ ଆଉ ବେଶୀ ସମୟ ଛାଣିବାର ଆବଶ୍ୟକତା ନାହିଁ। ଆଉ ଗୋଟେ ଛଣା ସାହାଯ୍ୟରେ ଧୀରେ ଧୀରେ ଏବେ ପିଠାଗୁଡ଼ିକୁ ତେଲରୁ କାଢ଼ିବା। ଏବେ କିଛି ସମୟ ପାଇଁ ଝରା କିମ୍ବା ଟିସୁ ପେପର ଉପରେ ରଖିଦେବା, ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ। ତ ଦେଖନ୍ତୁ ବନ୍ଧୁଗଣ, ନାନୀ ହାତ ତିଆରି ସୁଜି କାକରା ଏକଦମ ପ୍ରସ୍ତୁତ ହୋଇଯାଇଛି। ଠିକ୍ ଏଇଭଳି ଭାବରେ ବାକି ସବୁ ପିଠାକୁ ମଧ୍ୟ ଧୀରେ ଧୀରେ ଛାଣି ନେବା। ପ୍ରତ୍ୟେକ ପିଠାକୁ ମଧ୍ୟମ ଆଞ୍ଚରେ ସମାନ ଭାବରେ ଛାଣିବେ, ଯାହାଫଳରେ ସବୁ ପିଠାର ରଙ୍ଗ ଓ ଟେକ୍ସଚର ଏଇଭଳି ସୁନ୍ଦର ଆସିବ। ମୁଁ ଏଠି ଗୋଟେ କାକରା ପିଠାକୁ ମଝିରୁ ଭାଙ୍ଗି ଦେଖାଉଛି। ଦେଖନ୍ତୁ ଭିତରେ ଥିବା ଛେନା ନଡ଼ିଆର ପୁର କେତେ ସୁନ୍ଦର ଭାବରେ ଭର୍ତ୍ତି ହୋଇଛି। ଦେଖିପାରୁଥିବେ ବାହାର ପଟଟି ଏକଦମ କ୍ରିସ୍ପି ସୁନେଲି ରଙ୍ଗ ହୋଇଥିବା ବେଳେ ଭିତର ପଟଟି ବହୁତ ନରମ ଆଉ ସଫ୍ଟ ରହିଛି। ଛେନା, ନଡ଼ିଆ, ଗୁଡ଼ ଓ ଗୁଜୁରାତିର ସୁଗନ୍ଧ ମିଶି ଏହାର ସ୍ୱାଦକୁ ଆହୁରି ବଢ଼ାଇ ଦେଉଛି। ଦେଖିଲେ ହିଁ ଜଣାପଡ଼ୁଛି ଯେ ପୁରଟି କେତେ ରସାଳ ଆଉ ସ୍ୱାଦିଷ୍ଟ ହୋଇଛି। ତେଣୁ ବନ୍ଧୁଗଣ, ଏହିପରି ସହଜ ଓ ନୂଆ ପ୍ରୋସେସରେ ସୁଜି କାକରାକୁ ନିଶ୍ଚୟ ଥରେ ଘରେ ବନାଇ ଦେଖନ୍ତୁ। ବହୁତ କମ୍ ସମୟରେ ପ୍ରସ୍ତୁତ ହୋଇଯିବ ଆଉ ସ୍ୱାଦ ମଧ୍ୟ ଅତ୍ୟନ୍ତ ଚମତ୍କାର। ବିଶେଷ କରି ରଜ, ପର୍ବପର୍ବାଣି କିମ୍ବା ସନ୍ଧ୍ୟା ସମୟର ଜଳଖିଆ ପାଇଁ ଏହି ରେସିପିଟି ଏକଦମ ପରଫେକ୍ଟ। 10ରୁ 15 ମିନିଟ୍ ଭିତରେ ନିଶ୍ଚୟ ପ୍ରସ୍ତୁତ ହୋଇଯିବ। ତାହେଲେ ଥରେ ନିଶ୍ଚୟ ଏହି ଉପାୟରେ ବନାଇ ଦେଖନ୍ତୁ। ବନାଇ ସାରିବା ପରେ ଆପଣଙ୍କୁ କିପରି ଲାଗିଲା ମୋତେ କମେଣ୍ଟ ସେକ୍ସନରେ ଆସି ଜଣାନ୍ତୁ। ଆପଣଙ୍କ ମତାମତ ପଢ଼ିବାକୁ ମୋତେ ସବୁବେଳେ ଭଲ ଲାଗେ। ଆଉ ଏହି ରେସିପିଟି ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଦୀପାଞ୍ଜଳି ସ୍ନାକ୍ସ ସୂତ୍ର ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚୟ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ସ୍ୱାଦିଷ୍ଟ ଦେଶୀ ରେସିପି ସହିତ। ସେ ପର୍ଯ୍ୟନ୍ତ ସମସ୍ତେ ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।